मोर प्रिय पिलाମାନେ आशा କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କ ମନରେ ଗୋଟେ ଡାଉଟ୍ ସାର୍ ଯୋଉ ଆମେ ଜଏନିଂ ଅର୍ଡର ଆପଣଙ୍କର ପାଇବୁ ତାକୁ ନେଇକି କଣ ସବୁ ଡକୁମେଣ୍ଟ ଆଉ ନେବାକୁ ପଡିବ ଏଇଟା ଆପଣଙ୍କର ଡାଉଟ୍ ଅଛି। ତ ଏହି ଭିଡିଓରେ ମୁଁ ଆପଣଙ୍କର ସବୁ ଡାଉଟ୍ସକୁ କ୍ଲିୟର କରିଦେବି। ତ ସବୁ ସାଙ୍ଗମାନଙ୍କୁ ମଧ୍ୟ ଆପଣ ଜଣେଇଦେବେ। ଠିକ ଅଛି। ନମ୍ବର ୱାନ୍, ଆପଣଙ୍କର ଯୋଉ ଡାଉଟ୍ ରହିଛି କି ସାର୍ ଆମକୁ କଣ ଜଏନିଂ ଅର୍ଡର ସେଇ ଯୋଉ ମୁଖ୍ୟମନ୍ତ୍ରୀ ଆପଣଙ୍କର ଦେବେ କି? ଆପଣଙ୍କୁ ଦେବେନି। ଠିକ ଅଛି ନା। ଜଏନିଂ ଅର୍ଡର କେବଳ କିଛି କିଛି ପିଲା ଦ୍ୱାରା ଯୋଉ ଗୋଟେ ଜିଲ୍ଲାର ଗୋଟେ କିମ୍ବା ମ୍ୟାକ୍ସିମମ୍ ଦୁଇଟା ଗୋଟେ ପିଲାକୁ ହିଁ କୋଉ ଜିଲ୍ଲାରେ ଗୋଟେ 30ଟା ଜିଲ୍ଲାରୁ 30ଟା ପିଲାଙ୍କୁ ହିଁ ଆପଣଙ୍କର ସେମାନେ ଦେବେ। ବାକି ଜଏନିଂ ଅର୍ଡର ଗୁଡା ଆପଣଙ୍କୁ ହୁଏତ ସେଇଦିନ ବସରେ ଆପଣଙ୍କୁ ଦେଇଦେବେ କିମ୍ବା ତା ପୂର୍ବ ଦିନ କି ପ୍ରାୟତଃ ସେଇଦିନ ହିଁ ଆପଣଙ୍କର ଜଏନିଂ ଅର୍ଡର ଆପଣଙ୍କର ବସ୍ ମାନଙ୍କରେ ଆପଣଙ୍କୁ ଦେଇ ଦିଆଯିବ। ସାର୍ ଯୋଉମାନେ ଯାଇପାରିବେନି ତାଙ୍କୁ ଜଏନିଂ ଅର୍ଡର କେମିତି ମିଳିବ? କିଛି ପ୍ରୋବ୍ଲେମ ନାହିଁ। ଯୋଉମାନେ ଯାଇପାରିବେନି ଖାଲି ଗୋଟେ ରିଜନ ଆପଣଙ୍କର ଥିବ। ଆପଣ ଡିଓ ଅଫିସକୁ ଯିବେ। ଡିଓ ଅଫିସକୁ ଗଲା ପରେ ଖାଲି ଗୋଟେ ଆପ୍ଲିକେସନ ସବମିଟ କରିଦେବେ ସାର୍ ଯେ ଏଇ ରିଜନ ଯୋଗୁ ମୁଁ ଯାଇପାରିନଥିଲି ତ ଆପଣଙ୍କୁ ଆପଣଙ୍କର ଜଏନିଂ ଅର୍ଡର ଆପଣଙ୍କୁ ଇସ୍ୟୁ କରିଦିଆଯିବ। ତ ଆପଣ ଦେଖିପାରିବେ ଆଜି ଡେଟ୍ ଦେଖିପାରୁଛନ୍ତି ଆଜି ନୂଆପଡା ଜିଲ୍ଲା ତରଫରୁ ଗୋଟେ ଆପଣଙ୍କର ନୋଟିଫିକେସନକୁ ରିଲିଜ କରାଯାଇଛି। କାହା ସମ୍ପର୍କରେ ନା ଓରିଏଣ୍ଟେସନ ପ୍ରୋଗ୍ରାମକୁ କେମିତି ଯିବେ କଣ ଯିବେ ତା ସମ୍ପର୍କରେ ତ ଆପଣ ଜାଣିଛନ୍ତି, ତା ବିଷୟରେ ମୁଁ କିଛି କହୁନି। ଲେଖା ହେଇଛି ଦେଖନ୍ତୁ କଣ, ଡୁ ନଟ୍ କ୍ୟାରି ଏନି ଭ୍ୟାଲୁଏବଲ ମେଟେରିଆଲ। ଆପଣ କିଛି ବି ଅରିଜିନାଲ ସାର୍ଟିଫିକେଟ, ଡକୁମେଣ୍ଟ, ଅର୍ନାମେଣ୍ଟ, ଲାପଟପ ଏସବୁ କିଛି ବି ନେଇକି ଆପଣ ଯିବେନି ଓରିଏଣ୍ଟେସନ ପ୍ରୋଗ୍ରାମକୁ। ହେଲା, ଖାଲି ଯାହା ଆପଣଙ୍କର ଡ୍ରେସ କୋଡ ରହିଛି ତାକୁ ଆପଣଙ୍କର ପିନ୍ଧିକି ଯିବେ। ସବୁ ଜିନିଷ ଆପଣ ଜାଣିଛନ୍ତି, ତା ବିଷୟରେ କିଛି ଆପଣଙ୍କୁ ଆଉ ଅଧିକ କହୁନି। ହେଲା, ଏବେ ଯୋଉ ଆପଣଙ୍କର ଜଏନିଂ ଅର୍ଡର ଲେଖା ହେଇଥିବ, ହେଲା ସେ ଜଏନିଂ ଅର୍ଡର ଲେଖା ହେଇଥିବ ଯେ ମ୍ୟାକ୍ସିମମ୍ 15 ଦିନ, ମାନେ ଆପଣଙ୍କର ସେଇ ଜଏନିଂ ଅର୍ଡର ସେକେଣ୍ଡ ପେଜରେ ହେଲା ଡେଟ୍ ବି ଲେଖା ହେଇଥିବ ଯେ ଏଇ ଡେଟ୍ ମଧ୍ୟରେ ଆପଣ ମ୍ୟାକ୍ସିମମ୍ ଏଇ ଡେଟ୍ ମଧ୍ୟରେ ଜଏନିଂ କରିବେ। ତ ଜଏନିଂ କେମିତି କରିବୁ ସାର୍? କିଛି ନାହିଁ, ଯୋଉ ଜଏନିଂ ଅର୍ଡର ଆପଣଙ୍କର ଥିବ ଗୋଟେ କାମ କରିବେ। ହେଲା, ସେ ଜଏନିଂ ଅର୍ଡରଟା ମଧ୍ୟ 2-3ଟା ଖଣ୍ଡେ ଆପଣ ଜେରକ୍ସ କରିଦେଇଥିବେ, ଆପଣଙ୍କର ଭବିଷ୍ୟତରେ କାମରେ ଦେବ। କପି ରଖିଦେଇଥିବେ। ହେଲା, ନହେଲେ କାହିଁକି ନା ଆପଣ ଦେଇଦେବେ ପୁଣି ଅସୁବିଧା। ତ ଜଏନିଂ ଅର୍ଡର ଆପଣ ଯେମିତି କଣ କରିଥିବେ ନା ଜେରକ୍ସ କରିକି ରଖିଥିବେ। ହେଲା, ଏବେ ଆପଣ ଯୋଉ ସ୍କୁଲରେ ଆପଣଙ୍କର ହେଇଥିବ ସେଇ ସ୍କୁଲକୁ ଆପଣଙ୍କର ଜଏନିଂ ଅର୍ଡରକୁ ଧରିକି ଯିବେ। ନମ୍ବର ୱାନ୍। ନମ୍ବର ଟୁ, ଗୋଟେ ଆପ୍ଲିକେସନ ମଧ୍ୟ ଲେଖିବା ପାଇଁ ପଡେ ହେଡମାଷ୍ଟରକୁ ଯେ ଜଏନିଂ ମୁଁ ଆପଣଙ୍କର କରିବି ବୋଲି ଗୋଟେ ଆପଣଙ୍କର ଆପ୍ଲିକେସନ ମଧ୍ୟ ନେଇକି ଆପଣ ଯିବେ। ଠିକ ଅଛି। ତା ସହିତ ଦେଖନ୍ତୁ ଆଉ କଣ କଣ ନା ଏଇ ଜିନିଷ ଗୁଡା ଦରକାର। ତ ଏଇ ଜିନିଷ ଗୁଡା କଣ କହିଲେ, ଏଗୁଡା ଆପଣଙ୍କର କୋଉଠି ଦେବା ପାଇଁ ପଡିବ ନା ବିଓ ଅଫିସରେ ଦେବା ପାଇଁ ପଡିବ। ତ ବିଓ ଅଫିସରେ ମନେ ରଖନ୍ତୁ, ଆପଣ କହିବେ ସାର୍ ଆମ ପାଖରେ ତ ଏତେ ସମୟ ନାହିଁ, ଅଫିସ ବି ଆପଣଙ୍କର ବନ୍ଦ ରହିବ। ବିଲକୁଲ ବନ୍ଦ ରହିବ, କାହିଁକି ନା 7 ଆଉ 8 ଆପଣଙ୍କ ପାଖରେ କେବଳ 2 ଦିନ ଅଛି, ତାପରେ ଛୁଟି ପଡିଯିବ। ହେଲା, ଛୁଟି ପଡିଯିବ 10 ଦିନ। 10 ଦିନ ପରେ ଯାଇକି ଆପଣ ମାନେ ଯିବେ। ତେଣୁ କରିକି ଆପଣ ମାନେ ଏଇ ଜିନିଷ ଗୁଡାକୁ ମଧ୍ୟ ଆପଣ କହିବେ ସାର୍ କେବେ ସବମିଟ କରିବୁ, ନା ଏଇ ଜିନିଷ ଗୁଡାକୁ ଆପଣ ସବମିଟ କରିବେ ଆପଣଙ୍କର କନଭିନିଏନ୍ସ ଟାଇମ ଦେଖିକି। କିଛି ଅସୁବିଧା ନାହିଁ, ଆପଣ ଦେଖିଦେବେ ନା। ଯଦି ଆପଣଙ୍କର ବିଓ ଅଫିସ ଖୋଲା ଅଛି ଦେନ୍ କିଛି କଥା ନାହିଁ, ଗୋଟେ କାମ କରିବେ, ଏଟା 5 ମିନିଟ 10 ମିନିଟର କାମ। ହେଲା, 7 ତାରିଖ ଦିନ ଆପଣ ଯାଇକି ଜଏନିଂ କରିଦେଲେ। 8 ତାରିଖ ଦିନ ଯଦି ଆପଣଙ୍କୁ ଜଣେଇବେ, ହେଲା ବିଓ ଅଫିସରେ ଆପଣଙ୍କୁ କହିବେ, କିଛି ଓରିଡ ହବାର ନାହିଁ, ଟିକେ ବି ଓରିଡ ହୁଅନ୍ତୁନି। ହେଲା, ଜମାରୁ ଓରିଡ ନାହିଁ। କେବଳ ଖାଲି ଏଇ ଯୋଉ କ୍ୟାରେକ୍ଟର ସାର୍ଟିଫିକେଟଟା ଏଇଟା ଖାଲି ଆପଣଙ୍କର ବନା ହବ। ଆପଣ କହିବେ ସାର୍ ଫର୍ମାଟ କଣ, କେମିତି କଣ? ଦେଖନ୍ତୁ, ଏ ଫର୍ମାଟ ଆପଣଙ୍କୁ ସେମାନେ ଇସ୍ୟୁ କରିଦେବେ। ଏଇଟା ଆପଣଙ୍କର ଯୋଉ ଫର୍ମାଟ ନାହିଁ କି, ଏଇଟା ହଉଛି ଆପଣଙ୍କର କ୍ୟାରେକ୍ଟର ସାର୍ଟିଫିକେଟ। ଆପଣଙ୍କର ଯୋଉ ଫର୍ମାଟଟା, ଏଇଟା କିଛି ନାହିଁ, ଲେଖା ହେଇଥିବ ଖାଲି ଆପଣଙ୍କର ନା, ଆପଣଙ୍କର ବାପା କିମ୍ବା ମାଙ୍କର ନା, ଯେ ସେ ଆପଣଙ୍କୁ କେତେ ବର୍ଷ ହେଲା ଜାଣିଛନ୍ତି, ବାସ୍। ଆଉ ବାସ୍ ଏତିକି ହିଁ, ଆଉ କିଛି ନାହିଁ। ତାଙ୍କର ଖାଲି ସିଗ୍ନେଚର ରହିବ। 2ଟା ଆପଣ କ୍ୟାରେକ୍ଟର ସାର୍ଟିଫିକେଟ ନେଇକି ଯିବେ। ଠିକ ଅଛି। ଖାଲି ଏଇଟା ଖାଲି ବନେଇବା ପାଇଁ ପଡିବ। ଆଉ ଗୋଟେ ମେଡିକାଲ ଫିଟନେସ ସାର୍ଟିଫିକେଟ ଆପଣଙ୍କର, ଏଇଟା କୌଣସି ବି ଆପଣ ମେଡିକାଲକୁ ଯିବେ ସେ ଆପଣଙ୍କର ବନେଇଦେବେ। ଠିକ ଅଛି। 2ଟା। ଆଉ ଯୋଉ ରହିଲା ଆପଣଙ୍କର ଡିକ୍ଲାରେସନ, ଏ ଯୋଉ ସିଙ୍ଗଲ, ଆପଣ ବିବାହିତ କି ଅବିବାହିତ, ଏଇଟା ଏଇଟା ଆପଣଙ୍କୁ ନିଜେ ନିଜେ କରିବା ପାଇଁ ପଡିବ। ୟାର ମଧ୍ୟ ଫର୍ମାଟ ଆପଣଙ୍କୁ ସେମାନେ ଦେବେ। କିଛି ଓରିଡ ଆପଣ ହୁଅନ୍ତୁନି। ଏଇ ଯୋଉ ୱାନ୍ସ ପାଉଚର ଆପଣଙ୍କର ଏଇଟା ଫର୍ମାଟ, ଆପଣଙ୍କର ନାଁ ରହିବ, ଆପଣ ଅବିବାହିତ ନା ଆପଣଙ୍କର ଡିଭୋର୍ସ ହେଇଛି, ଦେନ୍ ଏଇଟା ଟିକ୍ କରିବେ। ଯଦି ଆପଣ ବିବାହିତ ଏଇଟା ଆପଣ ଟିକ୍ କରିବେ, ଖାଲି ନିଜର ନାଁ ସିଗ୍ନେଚର। ହେଲା, କିଛି ନାହିଁ, କିଛି ଓରିଡ ହବାର ନାହିଁ। ତାପରେ ଯୋଉ ରହିଲା ଆପଣଙ୍କର ନାଁରେ କିଛି କ୍ରିମିନାଲ କେସ୍ ନାହିଁ ତ,
ତ ଆପଣଙ୍କୁ ଥାନାକୁ ଯିବାକୁ ପଡିବନି। ତାର ଗୋଟେ ଫର୍ମାଟ ଅଛି ହେଲା। ଏଇଟା ହଉଛି ଆପଣଙ୍କର ଫର୍ମାଟଟା। ଏଇ ଫର୍ମାଟଟା ଯେ ମୋ ନାଁରେ କିଛି ବି କ୍ରିମିନାଲ କେସ୍ ଆପଣଙ୍କର ନାହିଁ। ଖାଲି ଆପଣଙ୍କର ଆଇ ତାପରେ ଆପଣଙ୍କୁ ଲେଖି ଦିଆଯିବ। ତାପରେ ଆପଣ ଖାଲି ସିଗ୍ନେଚର କରିଦିଆଯିବ ଆଉ କିଛି ନାହିଁ। ଠିକ ଅଛି ବୁଝିଗଲେ? ବହୁତ ସୁନ୍ଦର। ଆଉ କିଛି ଆପଣଙ୍କ ଦରକାର ନାହିଁ। ଆଇ ତାପରେ ଆପଣଙ୍କର ନାଁ ରିସାଇଡିଂ ଡୁ ହିୟର ବାଇ ଡିକ୍ଲେୟାର ଦ୍ୟାଟ୍ ନୋ ଲିଗାଲ କ୍ରିମିନାଲ କେସ୍ ଇଜ ଏଗେନ୍ଷ୍ଟ ମି ବିଫୋର ଏନି କୋର୍ଟ। ଠିକ ଅଛି ଆପଣ ଖାଲି ସବମିଟ କରିବେ। ତା ପାଇଁ ଆପଣଙ୍କୁ କୌଣସି ବି ଏଇ ଯୋଉ ପୋଲିସ ଥାନାକୁ ଯିବାକୁ ପଡିବ ନାହିଁ। ଠିକ ଅଛି ବୁଝିଗଲେ? ଆଉ କଣ କହିଲେ ଆପଣଙ୍କର ବ୍ଲକ ମାନଙ୍କରେ ମାଗିବେ ହେଲା କଣ ନା ଏଇ ଯୋଉ ଯେମିତି ଦେଖନ୍ତୁ ଲେଖା ହେଇ 7 ଦିନ ମଧ୍ୟରେ ଆପଣଙ୍କର ଯେତିକି ବି ଡକୁମେଣ୍ଟ ଗୁଡା ମାନେ 10 +2 +3 ଯାହା ପଢିଛନ୍ତି ସିଟି ବିଏଡ ତାର ସବୁ ଡକୁମେଣ୍ଟର ଜେରକ୍ସ ଆପଣ ବ୍ଲକରେ ସବମିଟ କରିବେ। ବିଓଙ୍କ ପାଖରେ ସବମିଟ କରିବେ। ଏଗୁଡା କରିବା ପାଇଁ ପଡେ। ତ ଆପଣ କହିବେ ସାର୍ ଏଗୁଡା ସାର୍ କେବେ କରିବୁ? କିଛି ଓରିଡ ହୁଅନ୍ତୁନି। ଆଗ ଆପଣ ଯାଇକି ଆପଣଙ୍କର କାମ ରହିବ। ମୁଁ ଆଉ ଥରେ କହୁଛି ରେ ବୁଝିପାରିଲନି ଆଉ ଥରେ କହୁଛି ହେଲା। ଆଗ ଆପଣ କଣ କରିବେ ନା ଜଏନିଂ ଅର୍ଡର ପାଇଲା ପରେ ଆପଣଙ୍କର 7 ତାରିଖ ଦିନ ବେଟର ହବ। 7 ତାରିଖ ଦିନ ଯାଇକି ସ୍କୁଲରେ ଜଏନିଂ କରିଦେବେ। ନମ୍ବର 1 କାମ। ନମ୍ବର 2 ଆପଣ ସାରଙ୍କୁ ଗୋଟେ ଆପ୍ଲିକେସନ ଦେଇଦେବେ ସାର୍ ମୋର ବାକି କାମ ଗୁଡା ଅଛି ଯେମିତି କ୍ୟାରେକ୍ଟର ସାର୍ଟିଫିକେଟ ମେଡିକାଲ ସାର୍ଟିଫିକେଟ ଏଗୁଡାକୁ ମୋର ବନେଇବାର ଅଛି ମତେ ଲିଭ ଦିଅନ୍ତୁ। ଆପଣ ସାଙ୍ଗେ ସାଙ୍ଗେ ଖାଲି ସାଇନ ମାରିକି ପଳେଇ ଯିବେ। ଏଇ ଦୁଇଟା ମଧ୍ୟ ଆପଣ ବନେଇଦେବେ। ସାଙ୍ଗେ ସାଙ୍ଗେ ନହେଲେ ଯୋଉଠି ଅଛନ୍ତି ବନେଇ ଦେଇଥାନ୍ତୁ କିଛି ନାହିଁ ବନେଇ ଦେଇଥିବେ। ଯେବେ ଆପଣଙ୍କୁ ସେମାନେ ବ୍ଲକରେ ମାଗିବେ କାହିଁକି ନା ଆପଣ କହିବେ ସାର୍ ମୁଁ ଯାଇକି ସବମିଟ କରିଦେବି ସେମିତି ନାହିଁ। ଆପଣଙ୍କୁ ବ୍ଲକରେ କହିବେ ସେମାନେ ପାସବୁକ୍ ମଧ୍ୟ ବନେଇବା ପାଇଁ କହିବେ। ଆପଣଙ୍କର କହିବେ ସାର୍ ମୋର ଆକାଉଣ୍ଟ ଆମ ଗାଁ ବ୍ରାଞ୍ଚରେ ଅଛି ସେମିତି ନାହିଁ। ଆପଣଙ୍କର ଯୋଉ ବ୍ଲକରେ ପୋଷ୍ଟିଂ ହେଲା ସେଇ ବ୍ଲକରେ ଆପଣଙ୍କର ଗୋଟେ ଆକାଉଣ୍ଟ ଖୋଲିବା ପାଇଁ ପଡିବ। ତ ଆପଣ ସାଙ୍ଗେ ସାଙ୍ଗେ ଆକାଉଣ୍ଟ ଖୋଲିଦେବେ ସେଇଦିନ ଯାଇକି ଖୋଲି ଦିଅନ୍ତୁ ନା। ବ୍ୟାଙ୍କ ବାଲା ଖାଲି ଜଗି ବସିଥାନ୍ତି ହେଲା। ଯିବେ କହିବେ ସାଲାରୀ ଆକାଉଣ୍ଟ ଗୋଟେ ଖୋଲିବାର ଅଛି ସାଙ୍ଗେ ସାଙ୍ଗେ ଆପଣଙ୍କର ସାଲାରୀ ଆକାଉଣ୍ଟ ଖୋଲିଦେବେ ସେଇଦିନ ହିଁ 7 ତାରିଖ ଦିନ ହିଁ କରିଦିଅନ୍ତୁ ନୋ ପ୍ରୋବ୍ଲେମ ହେଲା। ନହେଲେ ଆପଣ ଯଦି ଅଲଗା ଆକାଉଣ୍ଟରେ ଟଙ୍କା ଚାହୁଁଛନ୍ତି କିଛି ପ୍ରୋବ୍ଲେମ ନାହିଁ ହେଲା। ତାହେଲେ ତାପରେ ଏଇ ଜିନିଷ ଗୁଡା କରିଦେବେ। କ୍ୟାରେକ୍ଟର ସାର୍ଟିଫିକେଟ ଧରିଲେ ଦୁଇଟା ଦୁଇ ଜଣଙ୍କ ପାଖରୁ ମେଡିକାଲ ସାର୍ଟିଫିକେଟ ଆପଣଙ୍କ ଧରିଲେ ଗୋଟେ ତାପରେ ଏଇ ଯୋଉ ଏଇ ସିଙ୍ଗଲ ୱାନ୍ସ ପାଉଚ ତ ଆଉ ଏଇ ଯୋଉ ଏଇଟା ତ ନିଜେ ନିଜେ ଫିଲଅପ କଲେ ଆଉ ନିଜେ ନିଜେ ଆପଣଙ୍କର ଫିଲଅପ କଲେ ଆଉ କିଛି ଦରକାର ନାହିଁ। ଆଉ ଏଗୁଡାକୁ ବି ଏକାଦିନ ହିଁ କରିଦିଅନ୍ତୁ। କଣ କହିଲେ ଯାହା ବି ଆପଣଙ୍କର ଏଜୁକେଶନାଲ କ୍ୱାଲିଫିକେସନର ସବୁ ଜେରକ୍ସ ଗୁଡା ରଖିଥାନ୍ତୁ ହେଲା। ଆପଣ କହିବେ ସାର୍ ଏଇଟା ତ ନୂଆପଡା ଜିଲ୍ଲା ପାଇଁ ସିନା ହେଲା ଆମ ଜିଲ୍ଲା ପାଇଁ ତ କିଛି କହିନାହାନ୍ତି। ସବୁ ଜିଲ୍ଲା ପାଇଁ କହିବେ କିଛି ଅରିଡ ହେବାର ନାହିଁ। ମୁଁ କହୁଛି ପରା ଆପଣ କିଛି ଅରିଡ ହୁଅନ୍ତୁନି ସେମାନେ ଡାକିବେରେ ଖାଲି ବିଓ ଖାଲି ବେକ୍ ଟୁ ବେକ୍ ଡାକୁଥାନ୍ତି। ବ୍ଲକ ଖାଲି ଆଜି ସାର୍ଟିଫିକେଟ ଭେରିଫିକେସନ ଆଜି ସାର୍ଟିଫିକେଟ ଭେରିଫିକେସନ ଖାଲି ଡାକୁଥାନ୍ତି ହେଲା। ଆପଣଙ୍କୁ ଯିବା ପାଇଁ ପଡିବ। ଠିକ ଅଛି କିଛି ଅରିଡ ହେବାର ନାହିଁ। ଖାଲି ଏଇ ଦୁଇଟା ଖାଲି ବନେଇବେ କ୍ୟାରେକ୍ଟର ସାର୍ଟିଫିକେଟ ମେଡିକାଲ ଫିଟନେସ ସାର୍ଟିଫିକେଟ। ଆପଣ କହିବେ ସାର୍ କୋଉଠୁ ବନେଇବୁ? ଆପଣ କ୍ୟାରେକ୍ଟର ସାର୍ଟିଫିକେଟ କୌଣସି ବି 2 ଜଣ ଗେଜେଟେଡ ଅଫିସର କୌଣସି ବି ଲୋକଙ୍କ ପାଖକୁ ଯିବେ ଯେମିତିକି ଆପଣଙ୍କୁ ଜାଣିଥିବେ ମୁଁ ଆପଣ ବଡ ବଡ ଛୁଆ ଜାଣିଥିବେ। ଆଉ ମେଡିକାଲ ଫିଟନେସ ସାର୍ଟିଫିକେଟ ମେଡିକାଲକୁ ଯାଇକି ଆପଣଙ୍କର ବନେଇଦେବେ। ଖାଲି ଏଇ ଫର୍ମାଟଟାକୁ ନେଇକି ଯିବେ ନା ମେଡିକାଲ ବାଲା ଖାଲି ଫିଲଅପ କରିଦେବେ କିମ୍ବା ମେଡିକାଲ ବାଲା କହିବେ ତୁମେ ନିଜେ ନିଜେ ଫିଲଅପ କର ଆଉ ମୁଁ ଏଠି ଷ୍ଟାମ୍ପଟା ମାରିବି। ଆପଣ ସେ ଖାଲି ଷ୍ଟାମ୍ପଟା ତାଙ୍କର ମାରିଦେବେ। ଆପଣ କିଛି ଦକ୍ଷିଣା ଯାହା କିଛି ହୁଏ ହେଲା ଆଉ କଣ କହିବି ହେଲା ତାହା କରିଦେବେ ବାସ୍। ଆଉ ଏଇ ଯୋଉ ୱାନ୍ସ ପାଉଚ ତ ଆପଣ ନିଜେ ଫିଲଅପ କରିବେ ତାର ଫର୍ମାଟ ଅଛି। ଆଉ ଏଇଟା ମଧ୍ୟ ନିଜେ ଫିଲଅପ କରିବେ। ଖାଲି ଏଇ ଦୁଇଟା ଖାଲି ଆପଣଙ୍କୁ ବନେଇବା ପାଇଁ ପଡିବ। ଠିକ ଅଛି ବୁଝିଗଲେ ହେଲା। ଆଉ ଜଏନିଂ ଅର୍ଡର 2 3ଟା 4ଟା ଖଣ୍ଡେ ଜେରକ୍ସ କରିକି ରଖିଥିବେ ଆପଣଙ୍କର କାମରେ ଦବ। ଆଉ ତା ସହିତ ଡକୁମେଣ୍ଟ ଗୋଟେ ସବମିଟ କରିବେ କିଛି ପ୍ରୋବ୍ଲେମ ହବନି କିଛି ଓରିଡ ହବାର ନାହିଁ। ଠିକ ଅଛି ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ଧନ୍ୟବାଦ।